ଯେଉଁ ସାଙ୍ଗ ସହିତ ଗାଁ ଦାଣ୍ଡରେ ସାଙ୍ଗ ହୋଇ ଖେଳିଥାନ୍ତେ ଆଜି ସେହି ସାଙ୍ଗ ପାଇଁ ଗାଁ ଦାଣ୍ଡରେ ସହାୟତା ମାଗୁଛନ୍ତି, ଘର ଘର ବୁଲି ମାଗଣ କରୁଛନ୍ତି। ଦର୍ଶକ ବନ୍ଧୁ, ଏମାନଙ୍କ ସାଙ୍ଗ ପଡ଼ିଛି ବିଛଣାରେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଣୁଆ ଗାଁର ଆୟୁଷ ଜେନା ଥାଲାସେମିଆ ରୋଗରେ ପୀଡ଼ିତ ଆୟୁଷଙ୍କର ଚିକିତ୍ସା ପାଇଁ ଏବେ ବାଧକ ସାଜିଛି ଅର୍ଥ। ଡାକ୍ତର କହିଛନ୍ତି ତାଙ୍କ ଚିକିତ୍ସା ପାଇଁ ଦରକାର ପଡ଼ିବ 40 ଲକ୍ଷ ଟଙ୍କା। ଏକ ମଧ୍ୟବିତ୍ତ ଗରିବ ପରିବାର ଏତେ ଟଙ୍କା କୋଉଠୁ ଆଣିବ, ସେ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ସହାୟତାର ହାତ ବଢ଼ାଇଛନ୍ତି ଅଣୁଆ ଗାଁର ଯୁବକମାନେ। ମୋ ଗାଁର ପୁଅ ଆୟୁଷ କୁମାର ଜେନା, ଯିଏକି ମାଟିର ପୁଅ, ଯିଏକି ଥାଲାସେମିଆ ରୋଗରେ ପୀଡ଼ିତ ଅଛି। ଦୀର୍ଘ 8 ବର୍ଷ ହେଲାଣି ସେ ଚିକିତ୍ସିତ ହେଉଛନ୍ତି, ଯେଉଁଟାକି ମିନିମମ୍ 40 ଲକ୍ଷ ଟଙ୍କା ଦରକାର ନାରାୟଣ ହେଲ୍ଥ ହସ୍ପିଟାଲ ବାଙ୍ଗାଲୋରରେ କରିବା ପାଇଁ। ମୁଁ ଆପଣ ବିନୀତ ଅନୁରୋଧ କରୁଛି କି ସମସ୍ତେ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ଚେଷ୍ଟା କରିବା ପାଇଁ ବିନୀତ ଅନୁରୋଧ। ସମସ୍ତେ ଟଙ୍କେ ଟଙ୍କେ ସାହାଯ୍ୟ କରି ଆମ ଭାରତ 150 କୋଟି ଅଛନ୍ତି, ସେ ପିଲାଟି ବିନିୟମ ଭାବରେ ଆରାମସେ ଘରକୁ ଚିକିତ୍ସା ଫେରିପାରିବ। ସକାଳୁ ସକାଳୁ ସମସ୍ତେ ବାହାରି ପଡ଼ୁଛନ୍ତି ମାଗଣ ପାଇଁ। ଘର ଘର ବୁଲି ଗାଁ ଗାଁ ବୁଲି ଗ୍ରାମବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି ଗାଁର ଯୁବକ ଗୋଷ୍ଠୀ। ଆଉ ଗାଁ ଲୋକମାନେ ବି ମନ ଖୋଲି ସାହାଯ୍ୟ କରୁଛନ୍ତି। ରାତିରେ ଘର ଘର ବୁଲି ସାହାଯ୍ୟ ମାଗୁଥିବା ଦୃଶ୍ୟ ମାନବ ସେବା ହିଁ ମାଧବ ସେବାର ଉକ୍ତିକୁ ପ୍ରମାଣିତ କରିଥାଏ। ଆୟୁଷଙ୍କ ସମ୍ପର୍କରେ କନକ ଟିଭିରେ ଖବର ପ୍ରସାରଣ ହେଲା ପରେ ଆଖପାଖ ଗାଁର ଲୋକମାନେ ସହାୟତାର ହାତ ବଢ଼ାଇଛନ୍ତି। ବିଦେଶରୁ ବି ସାହାଯ୍ୟ ଆସିବାରେ ଲାଗିଛି। ଏଥିପାଇଁ ଦିନରାତି ଲାଗି ପଡ଼ିଛନ୍ତି ଉତ୍ସାହୀ ଯୁବଗୋଷ୍ଠୀ। ମୁଁ ଅନୁରୋଧ କରୁଛି କି ଆମ ଗାଁର ବି ଜଣେ ଏପରି ବ୍ୟକ୍ତି ଥିଲା ଯାହାର ବୟସ 8 ବର୍ଷ ମାତ୍ର, ତାକୁ ମଧ୍ୟ ଆମ ଗାଁ ଯୁବକ ଏବଂ ଆମ ଗାଁ ଯୁବକ ନାହିଁ, ତା ସହିତ ଆମ ଗାଁରେ ବହୁତ ଗାଁର ଆରମ୍ଭ କରିକି ସବୁ କିଛି ଗାଁର ଯୁବକମାନେ ଏକାଠି ହୋଇ ତା ଜୀବନଟାକୁ ମଧ୍ୟ ଫେରାଇ ପାରିଥିଲୁ। ଅନୁରୋଧ କରୁଛି ଏ ଛୁଆଟିର ଜୀବନ ମଧ୍ୟ ଆମେ ନାହିଁ, ଆମ ପରି ହଜାର ହଜାର ଲୋକ ମଧ୍ୟ ଟଙ୍କାଟେ ଦେଲେ ମଧ୍ୟ ତା ଜୀବନଟା ମଧ୍ୟ ରକ୍ଷା ହେଇପାରିବ। ଅନୁରୋଧ କରୁଛି ସମସ୍ତେ ସାହାଯ୍ୟର ହାତ ବଢ଼ାନ୍ତୁ। ଯେଉଁ ଆୟୁଷ ଆମର ଅଣୁଆ ଗ୍ରାମର 8 ବର୍ଷର ଛୁଆଟି, ତାକୁ ରକ୍ତହୀନତା ଏବଂ ପୀଡ଼ିତାରେ ସେ ପଡ଼ିଛି। ତାକୁ ଆବଶ୍ୟକ 40 ଲକ୍ଷ ଟଙ୍କା ଦରକାର। ତ ଆମେ ଯେମିତି ଆମେ ଯୁବ ସବୁ ଗାଁର ମିଶିକି ଏବେ ଯେମିତି କଲେକ୍ସନ୍ କରୁଛୁ ଟଙ୍କେ ଟଙ୍କେ, ସବୁ ପ୍ରତି ଗାଁରେ ବୁଲି ବୁଲି କଲେକ୍ସନ୍ କରୁଛୁ। ତ ସବୁ ଯୁବପିଢ଼ିକି ମୋର ଅନୁରୋଧ, ଆମ ସତରେ ସାମିଲ ରୁହନ୍ତୁ। ଏ ପିଲାଟାର ଜୀବନ ବଞ୍ଚାଇବା ପାଇଁ ନେଇକି କିଛି ସହଯୋଗ ଲୋକଙ୍କ ପାଖରେ ମାଗିବା, ହାତ ବଢ଼େଇବା। ତ ସମସ୍ତଙ୍କ ପାଖକୁ ଟଙ୍କେ ଟଙ୍କା ଆଦାୟ କଲେ ହିଁ ଏ ପିଲାଟାର ଜୀବନ ବଞ୍ଚିପାରିବ। ମୁଁ ଏତିକି ଅନୁରୋଧ କରୁଛି ଆମର କୃଷ୍ଣପ୍ରସାଦ ବ୍ଲକର ସମସ୍ତ ସଦସ୍ୟମାନଙ୍କୁ, ପ୍ରତି ଯୁବପିଢ଼ିମାନଙ୍କୁ ଆମ ସାଥିରେ ସାମିଲ ହୁଅନ୍ତୁ। ଏ ପିଲାଟି ପାଇଁ କିଛି ଗାଁ ନଗର କଲେକ୍ସନ୍ କରିବା, ତାର ଜୀବନ ହିଁ ବଞ୍ଚେଇବା। ତେବେ ଗାଁର ଯୁବକମାନେ ଏ ଯେଉଁ ଅର୍ଥରାଶି ସଂଗ୍ରହ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ପରି। କାରଣ 40 ଲକ୍ଷ ଟଙ୍କା କିଛି କମ୍ ପରିମାଣ ନୁହେଁ। ଯଦିଓ ଏହି ସହାୟତା ଆୟୁଷଙ୍କ ପରିବାରକୁ ଆଶାର ଆଲୋକ ଦେଖାଇଛି, କିନ୍ତୁ ପ୍ରଶାସନର ସହାୟତାକୁ ସମସ୍ତେ ଅପେକ୍ଷା ଓ ଭରସା କରିଛନ୍ତି। ନହେଲେ ହୁଏତ ସମ୍ଭବ ହୋଇପାରିବ ନାହିଁ ଆୟୁଷଙ୍କ ବ୍ୟୟବହୁଳ ଚିକିତ୍ସା। ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରୁ ଜିନୁ ପଲାଇ, କନକ ଡିଜିଟାଲ।